ଚମକିବ 5ଟି ରାଶି। ଜନ୍ମାଷ୍ଟମୀରେ ବଦଳିବ ଭାଗ୍ୟ। କୃଷ୍ଣ ଶନି ଦେବଙ୍କ ପଡ଼ିବ କୃପା ଦୃଷ୍ଟି। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଶନିବାର, ଭାଦ୍ରବ କୃଷ୍ଣପକ୍ଷର ଅଷ୍ଟମୀ ତିଥି। ଆଜି ରାତି 9:35 ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିବ। ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଆଜି ଭୋର 4:28 ପର୍ଯ୍ୟନ୍ତ ଧ୍ରୁବ ଯୁଗ ରହିବ। ଆସନ୍ତୁ ଜାଣିବା ବିସ୍ତାର ଭାବରେ ଜାଣିବା ଯେ ଆଜି ସମସ୍ତ 12ଟି ରାଶି କିପରି ଫଳ ପାଇବେ। ବନ୍ଧୁଗଣ, ମେଷ ରାଶି। ଆଜି ଆପଣଙ୍କ ପାଇଁ ଦିନ ଅନୁକୂଳ ରହିବ। ଘରୁ କାମ କରୁଥିବା ଏହି ରାଶିର ମହିଳାମାନଙ୍କ ପାଇଁ ଦିନଟି ବ୍ୟସ୍ତତାରେ କଟିଯିବ, କିନ୍ତୁ ସନ୍ଧ୍ୟା ସମୟ ଆପଣଙ୍କୁ ଶାନ୍ତି ଦେବ। ଆପଣ ଆପଣଙ୍କ ପରିବାର ସହିତ ଭଲ ସମୟ ବିତାଇବେ। ଆଜି ଆପଣଙ୍କର ଜଣେ ପୁରୁଣା ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଆପଣ ତାଙ୍କ ସହିତ ଆପଣଙ୍କ ଚିନ୍ତାଧାରା ବାଣ୍ଟିପାରିବେ। ଏହା ଆପଣଙ୍କ ମନକୁ ଶାନ୍ତି ଦେବ। ଆଜି ଆପଣ ଆପଣଙ୍କ ପିତାମାତାଙ୍କ ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରନ୍ତି। ବନ୍ଧୁଗଣ, ଶୁଭ ରଙ୍ଗ ଆପଣଙ୍କର ବାଦାମୀ। ଶୁଭ ସଂଖ୍ୟା ହେଉଛି 5। ବୃଷ ରାଶି। ଆଜି ଆପଣଙ୍କ ପାଇଁ ନୂତନ ଉତ୍ସାହ ଆଣିବ। ଆଜି ଆପଣ ଏପରି କିଛି ପାଇବେ ଯାହା ଆପଣ ବହୁତ ଦିନ ଧରି ଚାହୁଁଥିଲେ। ଆଜି ଆପଣ କାମକୁ ନେଇ ବହୁତ ଉତ୍ସାହିତ ରହିବେ। ଆପଣ ଯେଉଁ କାମ ଆରମ୍ଭ କରିବେ ତାହା ସମୟ ସୀମାରେ ସମାପ୍ତ ହେବ। ଆଜି ମାନବିକତା ପାଇଁ ଆପଣ କରିଥିବା କାମ ଆପଣଙ୍କୁ ସମାଜରେ ସମ୍ମାନ ଦେବ। ଆଜି ଆପଣଙ୍କୁ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଏହା ସହିତ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁଗଣ, ଆପଣଙ୍କ ଶୁଭ ରଙ୍ଗ ଶୁଭ ସଂଖ୍ୟା 3। ଶୁଭ ରଙ୍ଗ ହେଉଛି ସବୁଜ। ମିଥୁନ ରାଶି। ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଅଛି। ଆଜି ଗୁରୁତ୍ୱପୂର୍ଣ୍ଣ କାମ ଯାହା ବହୁତ ଦିନ ଧରି ପଡ଼ି ରହିଛି ତାହା ସମାପ୍ତ ହେବ, ଯାହା ଯୋଗୁଁ ଆପଣ ଉତ୍ସାହୀ ରହିବେ। ଆଜି ଆପଣ କାମ ପାଇଁ ଏକ ନୂତନ ଲକ୍ଷ୍ୟ ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଏହି ରାଶିର ଲୋକମାନେ ଆଜି ଏକ ସଭାକୁ ଯିବେ, ଯେଉଁଠାରେ ସେମାନେ ନିଜର ସମ୍ବିଧାନ ସହିତ ଜନସାଧାରଣଙ୍କୁ ନୂତନ ଉତ୍ସାହରେ ଭରିଦେବେ। ଆଜି ଛାତ୍ରମାନେ ସେମାନଙ୍କ ପାଠପଢ଼ାରେ ବ୍ୟସ୍ତ ରହିବେ। ଶୀଘ୍ର ଆପଣଙ୍କ ସଫଳତାର ସମ୍ଭାବନା ଅଛି। କେବଳ ଆପଣଙ୍କ କଠିନ ପରିଶ୍ରମ ଜାରି ରଖନ୍ତୁ। ଶୁଭ ରଙ୍ଗ ଲାଲ। ଶୁଭ ସଂଖ୍ୟା 8। ବନ୍ଧୁଗଣ, କର୍କଟ ରାଶି। ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ। ଆଜି ଆପଣଙ୍କୁ ବ୍ୟବସାୟରେ ଭଲ ଟଙ୍କା ମିଳିବ। ଆପଣଙ୍କ ବ୍ୟବସାୟିକ ସମ୍ପର୍କ ମଧ୍ୟ ମଜବୁତ ହେବ। ଆଜି ଆପଣଙ୍କ ବୈବାହିକ ଜୀବନ ଖୁସି ରହିବ, ଯାହା ଆପଣଙ୍କୁ ଖୁସି ଦେବ। ଆଜି ଆପଣଙ୍କୁ ଅନେକ ବର୍ଷର କଠିନ ପରିଶ୍ରମର ଫଳ ମିଳିବ, ଯାହା ଆପଣଙ୍କୁ କାମ କରିବାକୁ ନୂଆ ସାହସ ଦେବ। ଆଜି କୌଣସି ଅଜଣା ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରିବା ପରିବର୍ତ୍ତେ ଏବଂ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ। ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିବ। ଆପଣ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନ ସ୍ଥିର କରିପାରିବେ। ଶୁଭ ରଙ୍ଗ ସୁବର୍ଣ୍ଣ। ଶୁଭ ସଂଖ୍ୟା 7। ସିଂହ ରାଶି। ଆଜି ଆପଣଙ୍କ ପାଇଁ ଏକ ମହାନ ଦିନ ହେବ। ଆଜି ଆପଣ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ କଥା ଶିଖିବେ, ଯାହା ଆପଣଙ୍କ ଜୀବନ ଉପରେ ଭଲ ପ୍ରଭାବ ପକାଇବ। ଆଜି ବହୁତ ଦିନ ଧରି ଚାଲିଥିବା କିଛି କାମ ସମାପ୍ତ ହେବ, ଯାହା ଆପଣଙ୍କ ଦ୍ୱନ୍ଦ୍ୱକୁ ହ୍ରାସ କରିବ। ଏହି ରାଶିର ଲୋକମାନେ ଯାହାଙ୍କ ଜନ୍ମଦିନ ଆଜି, ସେମାନେ ଆଜି ନିଜ ବନ୍ଧୁମାନଙ୍କୁ ନିଜ ହାତରେ ତିଆରି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦେବେ। ଆଜି ଆପଣଙ୍କ ଅସମ୍ପୂର୍ଣ୍ଣ କାମ ଆପଣଙ୍କ
ସହକର୍ମୀଙ୍କ ସହାୟତାରେ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଶୁଭ ରଙ୍ଗ କଳା, ଶୁଭ ସଂଖ୍ୟା 6। ବନ୍ଧୁଗଣ, କନ୍ୟା ରାଶି ଆଜି ଆପଣଙ୍କ ପାଇଁ ଭଲ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନ ଆପଣଙ୍କ କାମ କିମ୍ବା କ୍ୟାରିୟର ସହିତ ଜଡ଼ିତ ହୋଇପାରେ। ଛାତ୍ରମାନେ ଆଜି ସେମାନଙ୍କ ପାଠପଢ଼ାକୁ ନେଇ ଉତ୍ସାହିତ ହେବେ ଏବଂ ଏକ ନୂତନ ପାଠ୍ୟକ୍ରମରେ ଯୋଗ ଦେବାକୁ ଯୋଜନା କରିବେ। ଆଜି କାମର ଚାପ କମ୍ କରିବା ପାଇଁ ଆପଣ ଆପଣଙ୍କ ସହକର୍ମୀଙ୍କ ଠାରୁ ପରାମର୍ଶ ମଧ୍ୟ ନେଇପାରିବେ। ଏହା ଆପଣଙ୍କୁ କାମ କରିବାର ନୂତନ ଉପାୟ ଜାଣିବାରେ ମଧ୍ୟ ସାହାଯ୍ୟ କରିବ। ଏହି ରାଶିର ଇସ୍ପାତ ବ୍ୟବସାୟୀମାନଙ୍କ ପାଇଁ ଅଧିକ ଲାଭ ହେବାର ସମ୍ଭାବନା ଅଛି। ଶୁଭ ସଂଖ୍ୟା 2, ଶୁଭ ରଙ୍ଗ ଧୂସର। ବନ୍ଧୁଗଣ, ତୁଳା ରାଶି ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ଆପଣଙ୍କ ପିଲାଙ୍କଠାରୁ ଭଲ ଖବର ଶୁଣିବାକୁ ପାଇପାରନ୍ତି। ଏହି ଖୁସିରେ ଆପଣ ଆପଣଙ୍କ ପରିବାର ସହିତ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯୋଜନା କରିବେ। ଆଜି ସାହିତ୍ୟ ପ୍ରତି ଆପଣଙ୍କ ଆଗ୍ରହ ଯୋଗୁଁ ଆପଣ ଏକ ପୁସ୍ତକ ପଢ଼ିବାକୁ ଯୋଜନା କରିବେ। ଏହି ରାଶିର ଇଞ୍ଜିନିୟରମାନଙ୍କ ପାଇଁ ଆଜି ଲାଭଦାୟକ ହେବ। ଛାତ୍ରମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ। ଆପଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇପାରନ୍ତି। ପ୍ରେମିକମାନଙ୍କ ପାଇଁ ଆଜି ଏକ ଭଲ ଦିନ। ସେମାନେ ଏକାଠି କିଛି ସମୟ ବିତାଇବେ। ଶୁଭ ରଙ୍ଗ ରୂପା, ଶୁଭ ସଂଖ୍ୟା 1। ବିଛା ରାଶି ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ। ଆଜି ଆପଣ ପଡ଼ିରହିଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିପାରିବେ, ଯାହା ଯୋଗୁଁ ଆପଣ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିପାରିବେ। ଆଜି ଆପଣ ଯେକୌଣସି କାମ ବିଷୟରେ ନୂତନ ଭାବରେ ଚିନ୍ତା କରିପାରିବେ। ଯଦି ଆପଣ ଆଜି ବଜାରରେ କୌଣସି ପ୍ରକାରର ନିବେଶ କରିବାକୁ ଯାଉଛନ୍ତି, ତେବେ ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ହିଁ ନିବେଶ କରନ୍ତୁ। ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏକ ଭଲ ଦିନ ହେବାକୁ ଯାଉଅଛି। ଆପଣ ବହୁତ ସମୟ ପରେ ସତେଜ ଅନୁଭବ କରିବେ। ଆଜି ଆପଣ ଅଫିସରେ ସହକର୍ମୀଙ୍କ ସହିତ ମିଶି କାମ କରିବେ, ଯାହା ଯୋଗୁଁ କାମ ଶୀଘ୍ର ସମାପ୍ତ ହେବ। ଶୁଭ ରଙ୍ଗ ମାଜେଣ୍ଟା, ଶୁଭ ସଂଖ୍ୟା 3। ଧନୁ ରାଶି ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବ। ଆଜି ଆପଣଙ୍କୁ ନୂତନ ନିଯୁକ୍ତି ସୁଯୋଗ ମିଳିବ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଆଜି ଶୁଭ ଖବର ପାଇପାରିବେ। ଆପଣ ଆଜି ଯେକୌଣସି କାମ ଆରମ୍ଭ କରନ୍ତୁ, ତାହାକୁ ସମୟ ମଧ୍ୟରେ ସମାପ୍ତ କରନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଅଫିସରେ ଆପଣଙ୍କ ସହକର୍ମୀଙ୍କ ସମର୍ଥନ ଯୋଗୁଁ ଆଜି ଆପଣଙ୍କ କାମ ସହଜ ହୋଇଯିବ। ବ୍ୟାଙ୍କ ସମ୍ବନ୍ଧୀୟ କାମ ସମାଧାନ କରିବା ପାଇଁ ଆଜି ଏକ ଭଲ ଦିନ ହେବାକୁ ଯାଉଅଛି। ବନ୍ଧୁଗଣ, ଶୁଭ ରଙ୍ଗ ପିଚ୍, ଶୁଭ ସଂଖ୍ୟା 6। ମକର ରାଶି ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜି ବ୍ୟବସାୟରେ ଲାଭ ସହିତ ବହୁତ କଠିନ ପରିଶ୍ରମ ମଧ୍ୟ ହେବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଘରର ବଡ଼ଲୋକ କିମ୍ବା କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆଜି ପିତାମାତାଙ୍କ ଆଶୀର୍ବାଦରେ ଆପଣ ସମସ୍ତ ବାଧାବିଘ୍ନକୁ ଦୂର କରିପାରିବେ। ଆଜି ନୂତନ ଚିନ୍ତାଧାରା ଆପଣଙ୍କ ମନରେ ସ୍ୱୟଂଚାଳିତ ଭାବରେ ଆସିବ, ଯାହା ଆପଣଙ୍କୁ ପ୍ରଗତିରେ
ସାହାଯ୍ୟ କରିବ। ଆଜି ଆପଣ ଚାକିରିରେ ସ୍ଥାନାନ୍ତର ସମ୍ବନ୍ଧୀୟ ଶୁଭ ଖବର ପାଇପାରିବେ। ଆଜି ଆପଣ ଜଣେ ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ, ଯାହା ଆପଣଙ୍କୁ ଖୁସି କରିବ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 2, କୁମ୍ଭ ରାଶି। ଆଜି ଆପଣଙ୍କ ପାଇଁ ଏକ ବହୁତ ଭଲ ଦିନ ହେବ। ଆଜି ଆପଣ ଜଣେ ବଡ଼ ବ୍ୟକ୍ତିଙ୍କୁ ଭେଟିପାରନ୍ତି ଏବଂ ଆଗାମୀ ସମୟରେ ସେ ଆପଣଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବେ। ଆଜି ଆପଣ ଟୁର୍ ଏବଂ ଟ୍ରାଭେଲ୍ ବ୍ୟବସାୟରେ ଭଲ ଟଙ୍କା ରୋଜଗାର କରିବେ। ଆଜି ବୟନଶିଳ୍ପ ସହିତ ଜଡ଼ିତ ଲୋକମାନେ କିଛି ବଡ଼ ପ୍ରୋଜେକ୍ଟ ପାଇପାରିବେ। ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ, ଯାହାଦ୍ୱାରା ଘରର ବାତାବରଣ ଭଲ ରହିବ। ଏହି ରାଶିର ମହିଳାମାନେ ଆଜି ଆତ୍ମନିର୍ଭରଶୀଳ ହେବା ପାଇଁ କିଛି କାମ ଆରମ୍ଭ କରିପାରିବେ। ବନ୍ଧୁଗଣ, ଶୁଭ ରଙ୍ଗ ରୂପା, ଶୁଭ ସଂଖ୍ୟା 5, ମୀନ ରାଶି। ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ହେବାକୁ ଯାଉଛି। ଆଜି ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ, ଯାହାକୁ ଆପଣ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟକାରୀ କରିପାରିବେ। ରାଜନୈତିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ସାଧାରଣ ଅପେକ୍ଷା ଭଲ ରହିବ। ଆଜି ଆପଣଙ୍କ ଦଳ ଆପଣଙ୍କୁ ଏକ ବଡ଼ ପଦବୀ ମଧ୍ୟ ଦେଇପାରେ। ଆଜି ଆପଣ ଜୈବିକ କୃଷିରେ 2 ଗୁଣ ଲାଭ ପାଇବେ, ଯାହା ଆପଣଙ୍କ ପରିବାରରେ ଖୁସି ଆଣିବ। ଶେଷ ବର୍ଷର ଛାତ୍ରମାନେ ଶିକ୍ଷକଙ୍କ ସହାୟତାରେ ଆଜି ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସଫଳ ହେବେ। ବନ୍ଧୁଗଣ, ଶୁଭ ରଙ୍ଗ କମଳା, ଶୁଭ ସଂଖ୍ୟା 4। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିବେ। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।